জাতীয় রাজপথ ৫৫ ରେ ଯୁଯୁମରାର ନାଁ ନଥିବା ଯୋଗୁଁ ପ୍ରତିବାଦ କଲେ ସ୍ଥାନୀୟ ଲୋକେ। ଏନେଇ ଜାତୀୟ ରାଜପଥ ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକ ପି ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାସ୍ତା ସମ୍ପ୍ରସାରଣ ସମୟରେ ଯୁଯୁମରା ଛକ ଉପରେ ଥିବା ଏକ ସୁନ୍ଦର ଫାଟକକୁ ଭାଙ୍ଗି ଦିଆଯାଇଛି। ପୁନଶ୍ଚ ସେଠାରେ ଥିବା ଏକ ବଡ଼ ନାମଫଳକକୁ ବିନା କାରଣରେ ଭାଙ୍ଗି ରାସ୍ତା କଡ଼ରେ ପକାଇ ଦିଆଯାଇଛି। କୌଣସି ନାମଫଳକ ନଥିବା ପରିପ୍ରେକ୍ଷୀରେ ଲୋକେ ଯୁଯୁମରା ଛକକୁ ଚିହ୍ନଟ କରି ନ ପାରି ଆଗକୁ ଚାଲି ଯାଉଛନ୍ତି। ଠିକ୍ ସେହିପରି ଏହି ଛକଠାରୁ ବିଭିନ୍ନ 5ଟି ଗ୍ରାମପଞ୍ଚାୟତ ଓ ସୋନପୁର ଧମାକୁ ରାସ୍ତା ଯାଇଛି। କୌଣସି ଫଳକ ସୂଚନା ନଥିବା ଫଳରେ ଲୋକେ ହଇରାଣ ହରକତ ହେଉଛନ୍ତି। ବହୁ ଦିନରୁ ଏହି ରାସ୍ତା ଉଭୟ ପାର୍ଶ୍ୱରେ ଲାଇଟ୍ ବ୍ୟବସ୍ଥା ଥିଲେ ବି ଏପର୍ଯ୍ୟନ୍ତ କୌଣସି ବି ଲାଇଟ୍ ଜଳୁନାହିଁ। ଏଣୁ ଏହାର ତୁରନ୍ତ ସମାଧାନ କରିବା ପାଇଁ ଆଜି ଯୁଯୁମରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା ଓ ଅପୁ ପ୍ରଧାନ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ପି ସାହୁଙ୍କୁ ତାଙ୍କ ଅଫିସରେ ଆଜି ଅପରାହ୍ନ 4ଟାରେ ଭେଟି ଆଲୋଚନା କରିବା ପରିପ୍ରେକ୍ଷୀରେ ସମସ୍ୟାର ସମାଧାନ ଦାବି କରିଥିଲେ।